ସୂର୍ଯ୍ୟ ବଂଶରେ ଜନ୍ମ ହୋଇଥିଲେ ରାଜା ଦିଲୀପ। ସେ ଅଯୋଧ୍ୟାର ରାଜା ଥିଲେ। ସରଜୁ ନଦୀ କୂଳରେ ଅବସ୍ଥିତ ପାଳ ରାଜ୍ୟର ନାମ ଥିଲା ଅଯୋଧ୍ୟା। ସେ କାଳରେ ଅଯୋଧ୍ୟାର ନାମ ପ୍ରସିଦ୍ଧି ଲାଭ କରିଥିଲା, କାରଣ ଏ ଦେଶର ରାଜା ଥିଲେ ଦୟାଳୁ, ପରୋପକାରୀ, ପ୍ରଜାବତ୍ସଳ ଏବଂ ନଗରର ଉତ୍ତମ ରକ୍ଷକ। ସତ୍ୟ, ନ୍ୟାୟ, ଧର୍ମ, ନିଷ୍ଠା ଆଦର୍ଶର ଉପାସକ ଥିଲେ ଅଯୋଧ୍ୟା ରାଜା ଦିଲୀପ। ଧନ ଧାନ୍ୟରେ ପରିପୂର୍ଣ୍ଣ ଅଯୋଧ୍ୟା। ରାଜା ଦିଲୀପ ବିବାହ କରିଥିଲେ ମଗଧର ରାଜକନ୍ୟା ସୁଦକ୍ଷିଣାକୁ। ରାଜା ଦିଲୀପ ଥିଲେ ଯୁଦ୍ଧପ୍ରିୟ। ରାଜ୍ୟ ପରେ ରାଜ୍ୟ ଜୟ କରି ଅଯୋଧ୍ୟାର ସୁନାମ ଆଣୁଥିଲେ। ପ୍ରଜାବତ୍ସଳ ରାଜା ଭାବେ ତାଙ୍କର ସ୍ୱଖ୍ୟାତି ଚତୁର୍ଦିଗକୁ ବ୍ୟାପି ଯାଇଥିଲା। ମାତ୍ର ସେ ଥିଲେ ଦୁଃଖୀ, କାରଣ ତାଙ୍କର କୌଣସି ସନ୍ତାନ ସନ୍ତତି ନଥିଲା। ହେଲେ ରାଜ୍ୟ ଜୟରେ ମାତି ସେ ସବୁକୁ ଭୁଲି ଯାଉଥିଲେ ସିନା, ମାତ୍ର ରାଣୀ ନିଃସନ୍ତାନ ଥିବାରୁ ତାଙ୍କ ମନ ସଦାସର୍ବଦା ଦୁଃଖିତ ରହୁଥିଲା। ସେ ରାଜାଙ୍କୁ ମୁହଁ ଖୋଲି କିଛି କହିପାରୁ ନଥିଲେ। ରାଜା କିନ୍ତୁ ରାଣୀକୁ ଦେଖି ତାଙ୍କ ମାନସିକ ଅବସ୍ଥାକୁ ବୁଝି ପାରୁଥିଲେ। ହେଲେ ସେ ନିରୁପାୟ। ରାଣୀ କିନ୍ତୁ ନିଃସନ୍ତାନ ଥିବାରୁ ଦୁଃଖରେ ଦିନ କାଟୁଥିଲେ। ଅମାପ ସମ୍ପତ୍ତି, ସୁନା, ରୂପା, ଅଳଙ୍କାର, ମଣି ମାଣିକ୍ୟ ଖଚିତ ସିଂହାସନ ହୁଏତ ରାଜାଙ୍କୁ ସୁଖ ଦେଇ ପାରୁଥିବ, ମାତ୍ର ରାଣୀ ସୁଦକ୍ଷିଣାକୁ ଏସବୁ ସୁଖ ଦେଇ ପାରୁ ନଥିଲା, କାରଣ ସେ ଜଣେ ନାରୀ। ସବୁ ନାରୀଙ୍କ ଭଳି ସେ ଚାହାନ୍ତି ମା ହେବା ପାଇଁ। ସନ୍ତାନଟିଏ ତାଙ୍କ କୋଳରେ ଥିଲେ ତାଙ୍କୁ କେତେ ଆନନ୍ଦ ଲାଗନ୍ତା, କିନ୍ତୁ ଦୈବର ବଡ଼ ବିଚିତ୍ର। ସେ ସବୁ ସୁଖ ତାଙ୍କ ଭାଗ୍ୟାକାଶରେ ଲିପିବଦ୍ଧ ହୋଇ ନଥିଲା। ରାଣୀ ଅନେକ ସମୟରେ ନୀରବ ରହୁଥିଲେ। ଦାସୀ, ପୋଇଲୀ, ସଖୀମାନେ ଯେତେ ଚେଷ୍ଟା କରୁଥିଲେ ମଧ୍ୟ ରାଣୀଙ୍କ ମନକୁ ପରିବର୍ତ୍ତନ କରିପାରୁ ନଥିଲେ। ରାଣୀ ଭାବୁଥିଲେ, ମୋର କନ୍ଦର୍ପ ଭଳିଆ ପତି ଅଛନ୍ତି। ହୀରା, ଲୀଳା, ମୋତି, ମାଣିକ୍ୟ, ବୈଦୁତ୍ୟ ଆଦି ଯେତେ ଅଷ୍ଟରତ୍ନ ସବୁ ଅଛି, ହେଲେ କୋଳରେ ସନ୍ତାନଟିଏ ନାହିଁ। ଏସବୁ ଭୋଗ କରିବା ପାଇଁ କିଏ ଅଛି? ଦିନେ ଏପରି ଭାବି ଭାବି ନିଜ ମନ କଥା ରାଜାଙ୍କ ଆଗରେ କହିଲେ, କିଛି ଗୋଟିଏ ଉପାୟ କର। ସନ୍ତାନଟିଏ ନଥିଲେ ମୁଁ ବଞ୍ଚିପାରିବି ନାହିଁ। ଅଦୂରରେ ଦେଖ, କିପରି ସୁନ୍ଦର ଗାଈଟିଏ ତା ସନ୍ତାନକୁ କ୍ଷୀର ପିଆଇ ଆତ୍ମତୃପ୍ତି ଲାଭ କରୁଛି। ମୁଁ ଜଣେ ନାରୀ। ଯଦି ମୋର ସନ୍ତାନଟିଏ ନାହିଁ, ମୁଁ ମା ହୋଇପାରିବି ନାହିଁ। ଆଉ ଯାଆଁଳା ବାଛୁରୀଟିକୁ ତା ମା କ୍ଷୀର ପିଆଇ ଯେଉଁ ପରିତୃପ୍ତି ପାଉଛି, ମୁଁ ଟିକିଏ ହେଲେ ଆଜି ଯାଏ ସେପରି ପରିତୃପ୍ତି ପାଇପାରିଲି ନାହିଁ। ମୁଁ ଭାବୁଛି ମୋର ଏହି ଅବସ୍ଥା ରହିଲେ ମୋର ମାନସିକ ଅବସ୍ଥା ଯାହା, ମୁଁ ପାଗଳିନୀ ହୋଇଯିବି। ମୋତେ ଏପରି ଦୟନୀୟ ଅବସ୍ଥାରୁ ଆପଣ ଉଦ୍ଧାର କରନ୍ତୁ। ରାଜା ଦିଲୀପ ଥିଲେ ଖୁବ୍ ଦୟାଳୁ। ରାଣୀଙ୍କ ବାକ୍ୟ ଶୁଣି ତାଙ୍କ ଆଖିରୁ ଅଶ୍ରୁ ବୋହିଗଲା। ସେ କ'ଣ କରିବେ କିଛି ସ୍ଥିର କରିପାରିଲେ ନାହିଁ। ବହୁ ଭାବିଚିନ୍ତି ରାଣୀଙ୍କୁ ତାଙ୍କ କକ୍ଷକୁ ଡକାଇ କହିଲେ, ଆମର କୁଳଗୁରୁ ହେଲେ ବଶିଷ୍ଠ। ସେ ଅଦୂରରେ ଆଶ୍ରମ କରି ସେଠାରେ ତପସ୍ୟାରତ ଅଛନ୍ତି। ଆମେ ସେଠାକୁ ଯାଇ କୁଳଗୁରୁଙ୍କୁ ଆମ ଅସୁବିଧା ବିଷୟରେ କହିବା। ଯଦି ଗୁରୁ ବଶିଷ୍ଠ ଆମକୁ ତପସ୍ୟା କରିବାକୁ କହିବେ, ତେବେ ଆମେ ତପସ୍ୟାରେ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରି କିଛି ବର ମାଗି ନେବା। ତମେ ଆଉ ମନ ଦୁଃଖ କର ନାହିଁ। ଶୁଭ ମୁହୂର୍ତ୍ତ ଦେଖି କୁଳଗୁରୁଙ୍କ ପାଖକୁ ଯାଇ ତାଙ୍କର ସେବା କରି କିଛି ଉପାୟ ବାହାର କରିବା। ରାଣୀ ରାଜାଙ୍କ କଥାରେ ରାଜି ହେଲେ। ଏକ ଶୁଭ ମୁହୂର୍ତ୍ତ ଦେଖି ରାଣୀ ଓ ରାଜା ସୈନ୍ୟ ସାମନ୍ତତଃ ସହ ଅଦୂରରେ ଥିବା କୁଳଗୁରୁ ବଶିଷ୍ଠଙ୍କ ଆଶ୍ରମକୁ ଗଲେ। ଆଶ୍ରମ ଭିତରେ ପହଞ୍ଚି ଉଭୟ ରାଜା ଓ ରାଣୀ ବଶିଷ୍ଠଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ। କୁଳଗୁରୁ ବଶିଷ୍ଠ ଦେଖିଲେ ରାଣୀଙ୍କ ଆଖିରୁ ଧାର ଧାର ଅଶ୍ରୁ ବୋହି ଯାଉଛି। ବଶିଷ୍ଠ ପଚାରିଲେ, ମହାରାଣୀ ସୁଦକ୍ଷିଣା, ଆପଣଙ୍କର କ'ଣ ଅସୁବିଧା ହୋଇଛି କୁହନ୍ତୁ। ରାଣୀ କାନ୍ଦି କାନ୍ଦି କହିଲେ, ହେ ତପସ୍ୱୀ କୁଳଗୁରୁ ବଶିଷ୍ଠ, ଆପଣଙ୍କୁ ସବୁ ଜଣା। ଆପଣ ଏହାର ପ୍ରତିକାର ନ କଲେ ଆଉ କିଏ କରିବ? ମୋର ଏପର୍ଯ୍ୟନ୍ତ କୌଣସି ସନ୍ତାନ ନାହିଁ। ମୁଁ ଜଣେ ସାଧାରଣ ନାରୀ। ଜଣେ ନାରୀ ଭାବେ ଏପର୍ଯ୍ୟନ୍ତ ଜନନୀ ହୋଇପାରିଲି ନାହିଁ। ଆମ ରାଜ୍ୟରେ କିଛି ଅଭାବ ନାହିଁ। ପ୍ରଜାମାନଙ୍କ ସବୁ ଦୁଃଖରେ ଆମେ ଅଛୁ। ରାଜା ଜଣେ ସତ୍ୟନିଷ୍ଠ, ଦୟାଳୁ ଓ ପରୋପକାରୀ ଭାବେ ଅଯୋଧ୍ୟା ସିଂହାସନର ଅଧିକାରୀ। ମୁଁ ତାଙ୍କ ମହାରାଣୀ ସୁଦକ୍ଷିଣା। ଆପଣ ଏହାର କିଛି ପ୍ରତିକାର କରନ୍ତୁ। ନିଃସନ୍ତାନ ହୋଇ ମରିଗଲେ ନର୍କପୁରକୁ ଯିବି। ମୋତେ ଏହି ନିଃସନ୍ତାନ ଦୋଷରୁ ଉଦ୍ଧାର କରିବା ପାଇଁ ଉପାୟ ବତାନ୍ତୁ। ବଶିଷ୍ଠ ରାଣୀଙ୍କ କଥାରେ ମ୍ରିୟମାଣ ହୋଇପଡ଼ିଲେ ଏବଂ ଧ୍ୟାନ ବଳରେ ଜାଣିପାରିଲେ ଯେ ରାଜା ଓ ରାଣୀ ପୂର୍ବଜନ୍ମର ଅଭିଶାପରେ ଅଭିଶପ୍ତ। ସେମାନଙ୍କର ପୂର୍ବ ଅଭିଶାପ ଯୋଗୁଁ କୌଣସି ସନ୍ତାନ ସନ୍ତତି ନାହାନ୍ତି। ପୁନଶ୍ଚ ଧ୍ୟାନ ବଳରେ ଜାଣିଲେ ଯେ ସୁରଭି ନାମରେ ଏକ ଗାଭୀ ଅଛି। ତାର ଅଭିଶାପ ବଳରେ ଏମାନେ ନିଃସନ୍ତାନ ଜନିତ ଦୁଃଖ ଭୋଗ କରୁଛନ୍ତି। ସେହି ସୁରଭି ଗାଭୀର କନ୍ୟା ନନ୍ଦିନୀ। ଯଦି ଉଭୟ ରାଜା ଓ ରାଣୀ ତାଙ୍କର ସେବା କରନ୍ତି ଓ ସେ ସେବାରେ ସନ୍ତୁଷ୍ଟ ହୋଇ ନନ୍ଦିନୀ ଆଶୀର୍ବାଦ କରନ୍ତି, ରାଜା ଓ ରାଣୀ ନିଃସନ୍ତାନ ଦୋଷରୁ ମୁକ୍ତି ପାଇବେ। ଏହି କଥା ଧ୍ୟାନ ବଳରେ ଜାଣି
राजा और राणी को पाखकु डकाई सबु कथा कहिले। राजा और राणी गुरु वशिष्ठଙ୍କ कथारे राजी होई गले। गुरुଙ୍କ ଠାରୁ आशीर्वाद नहीं राणी और राजा सुरभि गाभीर कन्या नंदिनीर सेवारे लागी पड़िले। नंदिनी जहा कहूथिले राजा और राणी सेई कथा करुथिले। मन ध्यान देई नंदिनीर सेवा करी चालुथिले। नंदिनी जेउठाकु जाउथिला राजा और राणी सेठाकु जाउथिले। वनस्थ भितरे एमिति अनेक वर्ष धरी राजा और राणी नंदिनीर सेवा करी अभिशापरु मुक्त होई निसंतान दोषरु रक्षा करि पाइबा पई लागी पड़िगले। राजांक नंदिनी प्रति ध्यान तपस्या त्याग निष्ठा और आदर्श देखि दिने भगवान भाबिले प्रकृतरे राजा हृदय दे निस्वार्थपर भावरे नंदिनीर सेवा करुछंती कि नाही परीक्षा करिबा पई दिने राजा और राणी रात्रे शोइथिबा अवस्थारे भगवान विष्णु सिंह रूपरे आसी नंदिनी को खाइबा पई गर्जन करी माड़ी बसिले। भयंकर शब्द सुनी राजा और राणीकर निद भांगी गला। देखिले नंदिनी को माड़ी बसिछि विराटकाय सिंह। नंदिनी ता कबलरू रक्षा पाइबा पई छटपटे होछि। राजा भाबिले जहार सेवा करिबा पई दुहे निष्ठार सह एते दिन जाए लागी पड़िछंती आज जदि तार मृत्यु हो जाए तेबे नंदिनी ठारू आशीर्वाद पाई परिबु नाही। नंदिनी जदि मृत्युवरण करे तेबे आम सेवारे अवहेला निश्चय हेबो ओ गुरु आमको अभिशाप देबे। आम त्याग निष्ठा सेवा और आदर्शर फल किछि भी फलिबो नाही। नंदिनीर मृत्यु आम पई आनिदेब अन्यक विपद। से डाकिले हे भगवान ए विपदरू तुमे आमको रक्षा कर। नंदिनीर किछि दोष नाही। से गोटे निसहाय प्राणी रात्रे विश्राम नेउथिबा समय ताकू ए सिंह जदि एभली खाइदिए तेबे दोष आमको लागिबो कारण आमे थिलु तार सेवा रक्षक। एहा कहिले मध्य सिंह किंतु छाड़िबार नथिला। से नंदिनी को जंगल भितरु भिड़ी नेबाकू चेष्टा करुथिला। जेतेबेले नंदिनी असहाय अवस्थारे राजांकू डाकिले हे राजन मोर ए विपत्ति समय मते उद्धार करंतु। राजा आउ ए दुख सहि न पारि जेतेबेले निज तृणीरु बाण बाहर करी निक्षेप करने बाहरिले सेतेबेले सिंह रूपी जीवटी भगवान विष्णु रूपरे आविर्भाव होई कहले हे राजन मु तुम सेवा त्याग तपस्या निष्ठा और आदर्श रे संतुष्ट हेली। मु तुम मन भितर थिबा अहंकार को दूर करी सेबारे व्रती करबा पई चेष्टा करुथिली। आज तुम सेबारे मु देखिली जे तुमे संपूर्ण भावे नंदिनी प्रति समर्पित। सेवा तप बलरे सब किछि असाध्य संभव हुए। तुम तपस्या और सेबारे मु संतुष्ट। मु केवल तुमको परीक्षा करबा पई ए सब करिथिली। एबे मु तुम दुही को आशीर्वाद करूछि तुमे एक क्षमताशील पर उपकारी प्रजावत्सल दयालु संतानर जनक हेब। से संतान समग्र विश्व निजर सुनाम और प्रतिपरि बलरे श्रेष्ठ विवेचित हेब एवं तार नाम हेब रघु। एही रघुଙ୍କ नामर तुम वंशर नाम हेब रघुवंश। एहा कही संगे संगे अदृश्य होई गले भगवान विष्णु। राजा और राणी भगवान ठारू आशीर्वाद नहीं पुत्र संतानर माता पिता हेले। सेही पुत्रर नाम रखिले रघु जहांक नामरे रघुवंश ख्यात। सेवा निष्ठा त्याग आदर्श और तपबल सब किछि संभव हुए जानी राणी सुदक्षिणा और राजा दिलीप मने मने आनंद होउथिले। सांग माने मोर वीडियोटी को लाइक सब्सक्राइब कमेंट निश्चित